ସ୍ୱପ୍ନ ପ୍ରାୟତଃ ଲୋକମାନେ ଦିନ ଓ ରାତିରେ ଶୋଇବା ସମୟରେ ଦେଖିଥାନ୍ତି। ଏହାର ଭିନ୍ନ ଅର୍ଥ ମଧ୍ୟ ରହିଛି। କେଉଁ ସ୍ୱପ୍ନ ଦେଖିଲେ ବିନାଶର ଲକ୍ଷଣ ହୋଇଥାଏ? ରାତିରେ ଶୋଇବା ସମୟରେ ଅନେକ ଅସ୍ପଷ୍ଟ ସ୍ୱପ୍ନ ଦେଖାଯାଏ। ଏଗୁଡ଼ିକ ସ୍ୱପ୍ନଗୁଡ଼ିକ ତୁମର ବିନାଶର ଲକ୍ଷଣ ହୋଇପାରେ। ଅନେକ ସ୍ୱପ୍ନ ଅଛି ଯାହାର ରୂପ ଆପଣଙ୍କ ଜୀବନକୁ ବଦଳାଇ ପାରିବ। ସେଥିମଧ୍ୟରୁ କିଛି ଅପ୍ରତ୍ୟାଶିତ ଘଟଣା ଘଟିବାକୁ ଯାଉଛି। କିଛି ସ୍ୱପ୍ନ ଘର ଲୋକଙ୍କ ସହିତ ବାଣ୍ଟିବା ଠାରୁ ଦୂରେଇ ରହିବା ଉଚିତ। ସ୍ୱପ୍ନରେ ଧୂପକାଠି ଜାଳୁଥିବାର ଦେଖିଲେ ଆପଣଙ୍କ ଜୀବନରେ ବିପଦ ଆସିପାରେ। ଏହାକୁ ଅପମାନଜନକ ବିବେଚନା କରାଯାଏ। ଏହାର ଅର୍ଥ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ଯାଉଛି। ଏପରି ସ୍ଥିତିରେ ଆପଣ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ସ୍ୱପ୍ନରେ ଓଟ ଦେଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହୋଇଥାଏ। ଏହାର ଅର୍ଥ ଆପଣ ଆଘାତ ପାଇପାରନ୍ତି କିମ୍ବା ଆପଣ ହୁଏତ କିଛି ଆକସ୍ମିକ ଘଟଣାର ଶିକାର ହୋଇପାରନ୍ତି। ଯଦି ଆପଣମାନେ ସ୍ୱପ୍ନରେ ଇନ୍ଦ୍ରଧନୁ ଦେଖୁଛନ୍ତି, ତାହେଲେ କିଛି ଅଘଟଣ ଘଟିବାର ସଂକେତ ଦେଖାଦେଇପାରେ। ଏପରି ପରିସ୍ଥିତିରେ ଆପଣମାନେ ସଙ୍କଟରେ ସମ୍ମୁଖୀନ ହୋଇପାରନ୍ତି। ଯଦି ଆପଣମାନେ ସ୍ୱପ୍ନରେ ଲୁହା ଦେଖୁଛନ୍ତି, ତାହେଲେ ଆପଣଙ୍କର ବିନାଶର କାରଣ ହୋଇପାରେ। ଏଭଳି ସ୍ୱପ୍ନ ଦେଖିବା ମାତ୍ରେ ଆପଣମାନେ ସତର୍କତା ଅବଲମ୍ବନ କରିବା ଉଚିତ। ନହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସ୍ୱପ୍ନରେ ଏଭଳି ଜିନିଷଗୁଡ଼ିକ ଦେଖିବା ଅତ୍ୟନ୍ତ ନିନ୍ଦନୀୟ ଅଟେ। ଏହାର ଅର୍ଥ ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବ୍ୟୁରୋ ରିପୋର୍ଟ, ଏଚଟିଭି ଓଡ଼ିଆ।